ମୋର ପ୍ରିୟ ପାଠକ ଓ ପାଠିକାମାନଙ୍କୁ ପ୍ରଣାମ। ମୁଁ ଆଲୋକ। ଆଜି ମୁଁ ଆପଣମାନଙ୍କୁ ଏକ ସୁନ୍ଦର କାହାଣୀ କହିବାକୁ ଯାଉଛି, ଯେଉଁଥିରେ ମୁଁ ମୋର ଶାଳୀକୁ ଗୋଟେ ଦିନ ପାଇଁ ମୋର ସ୍ତ୍ରୀ କଲି ଏବଂ ତାକୁ କରି ମୁଁ ଖୁବ୍ ମଜା କରିଲି। ସେ ବି ବହୁତ ମଜା ପାଇଲା। ପ୍ରଥମେ ମୁଁ ମୋ ଶାଳୀ ବିଷୟରେ କହୁଛି। ମୋ ଶାଳୀର ନାଁ ହେଉଛି ଛନ୍ଦିତା। ତା'ର ଉଚ୍ଚତା 5 ଫୁଟ 4 ଇଞ୍ଚ, ଗୋରା ରଙ୍ଗ ଏବଂ ସୁନ୍ଦର ଚେହେରା। ସେ ଏକ ସରକାରୀ ସ୍କୁଲରେ ଚାକିରି କରେ ଏବଂ ତା'ର ବାହାଘର ସରିଛି। ସେ ମୋ ସହ ଫୋନରେ କଥା ହୁଏ ଏବଂ ବହୁତ ହସମଜା କରେ। ଆମେ ସେମିତି କିଛି ଖରାପ କଥା ହେଉନଥିଲୁ, କିନ୍ତୁ ସମୟ ସହ ଭାବନା ବି ବଦଳିଗଲା। ଯେବେ ବି ତାକୁ ଦେଖେ ମୋର ବାଡ଼ି ପୁରା ଠିଆ ହୋଇଯାଏ। ତାକୁ କରିବାକୁ ମନ ହୁଏ, କିନ୍ତୁ ଏସବୁ ସେତେବେଳେ ସମ୍ଭବ ହେବ ଯେତେବେଳେ ସେ ରାଜି ହେବ। ଗୋଟେ ଦିନ ମୁଁ ମୋ ସ୍ତ୍ରୀ ସହିତ ତା ବାପ ଘରକୁ ଯାଇଥିଲି। ସେଦିନ ମୋ ଶାଳୀ ଛନ୍ଦିତା ଓ ତା'ର ସ୍ୱାମୀ ବି ଆସିଥିଲେ। ଆମେ ସବୁ ଏମିତି ବସି କେତେ କଥାବାର୍ତ୍ତା ଓ ଖଟି ମଜା କରୁଥିଲୁ। ଯେତେବେଳେ ମୋର ଶାଳୀ କିଛି କାମ ପାଇଁ ବାହାରକୁ ଆସିଲା, ମୋତେ ଲାଗିଲା କି ସେ ମୋତେ ବାହାରକୁ ଆସିବା ପାଇଁ ଇସାରା ଦେଉଛି। କିଛି ସମୟ ପରେ ମୁଁ ଯେତେବେଳେ ବାହାରକୁ ଗଲି, ସେ ଦାଣ୍ଡ ଘରେ ବସିଥିଲା। ମୁଁ ତାକୁ ପଚାରିଲି, କ'ଣ ପାଇଁ ତମେ ବାହାରକୁ ଚାଲି ଆସିଲ? ସେ କହିଲା, ମୁଁ ସେଠି ବୋର୍ ହେଉଥିଲି, ତେଣୁ ଚାଲି ଆସିଲି। ମୁଁ କହିଲି, ଏତେ ଥଟ୍ଟା ମଜା ମସ୍ତି ଚାଲିଛି, ତମେ କେମିତି ବୋର୍ ହୋଇଗଲ? ସେ କହିଲା, କିଛି ନାହିଁ, ଏମିତି ଟିକେ। ସେଠୁ ଆମେ ଦୁଇଜଣ ଦିନସାରା ବସି କଥା ହେଲୁ। ସନ୍ଧ୍ୟାରେ ଘରକୁ ଫେରି ଆସିଲୁ। କିଛି ଦିନ ପରେ ମୋ ସ୍ତ୍ରୀ ତା ବାପ ଘରେ ରହିବାର ଥିଲା। ସେହି ସମୟରେ ମୋର ଶାଳୀ ସହ ଅନେକ ଥର କଥା ହୋଇଥିଲି। ଯେଉଁ ସବୁ କଥା ହୋଇଥିଲି, ଆଗରୁ ଏମିତି କଥା ତା ସହ ମୁଁ କେବେ ହୋଇନାହିଁ। ଯେମିତିକି ଆମେ ଆମର ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଉଥିଲୁ। ସେ କହିଲା କି ତା ଲାଇଫ୍ ଭଲରେ ଚାଲିଛି, ମଜା ମଜାରେ। ମୁଁ ତାକୁ କହିଲି, ତମକୁ ଯେଉଁଦିନ ଦେଖୁଛି ସେଇ ଦିନଠୁ କିଛି ଦିନ ପର୍ଯ୍ୟନ୍ତ ମୋର ସବୁ ଅଙ୍କ ଭୁଲ ହୋଇଯାଉଛି। ସେ ହସି ହସି ପଚାରିଲା, କ'ଣ ପାଇଁ? ମୁଁ କହିଲି, ତମ ସୁନ୍ଦରତାକୁ ଦେଖି ମୋତେ ଲାଗୁଛି ତମେ ମୋର ସ୍ତ୍ରୀ ହୋଇଥାନ୍ତ କି? ସେ କହିଲା, ଜିଜୁ, ଶାଳୀ ବି ତ ଅଧା ଘରବାଲି। ମୁଁ ତା ମୁହଁରୁ ପ୍ରଥମ ଥର ପାଇଁ ଜିଜୁ ଡାକ ଶୁଣିଲି। ପୁଣି ଶାଳୀ ହେଉଛି ଅଧା ଘରବାଲି। ସେ ମୋତେ ଆଗରୁ ଭାଇ ବୋଲି ଡାକେ। ସେ ଡାକିବାର ଭାବ ଆଉ ଜିଜୁ ଡାକିବାର ଭାବ ଫରକ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ମୁଁ କହିଲି, ଏମିତି କହିଦେଲେ କ'ଣ ହୋଇଯାଏ? ଖାଲି ନାଁକୁ ମାତ୍ର ଘରବାଲି। ଶାଳୀ ସହ କ'ଣ ସେସବୁ କରିହେବ ଯାହା ସ୍ତ୍ରୀ ସହ କରିହୁଏ? ସେ ସେଠୁ କହିଲା, ସେଥିପାଇଁ ହିମ୍ମତ ଦରକାର। ମୁଁ ଭାବିଲି, ଏମିତିକା ଅଫର୍ ଛାଡ଼ିଲେ ଆଉ ମିଳିବ ନାହିଁ। ମୁଁ ତାକୁ ପଚାରିଲି, କ'ଣ ତମେ ପ୍ରସ୍ତୁତ ଅଛ? ମୋ ଭିତରେ ପୁରା ହିମ୍ମତ ଅଛି। ସେ ମୋର କଥା ଶୁଣି କିଛି ନ କହି ହସିବାକୁ ଲାଗିଲା। ମୁଁ ସବୁ ବୁଝିଗଲି ଆଉ ତାକୁ କହିଲି, ତମ ଭଉଣୀ ତମ ଘରକୁ, ମାନେ ମୋ ଶ୍ୱଶୁର ଘର ଯାଉଛି 2 ଦିନ ପରେ। ମୁଁ ତୁମକୁ ଦେଖା କରିବାକୁ ଯିବି, ଯେଉଁଠି ତୁମେ ଚାକିରି କର ସେଠିକୁ। ସେ କହିଲା, ହଁ ଆସ। ତାପରେ ମୁଁ 2 ଦିନ ପରେ ସକାଳୁ ସକାଳୁ ତା ସ୍କୁଲ ପାଖରେ ପହଞ୍ଚିଗଲି। ସେ ଆସିନଥାଏ। 15ରୁ 20 ମିନିଟ୍ ଅପେକ୍ଷା କଲା ପରେ ସେ ଆସିଲା। ପିଙ୍କ କଲର୍ ଶାଢ଼ୀରେ ପୁରା ସୁନ୍ଦର ଦିଶୁଥିଲା। ମୁଁ ତାକୁ ଦେଖିଛି କି ମୋ ଆଖିରେ ଆଉ ପଲକ ପଡ଼ିଲା ନାହିଁ। ମୋତେ ଦେଖି ସେ ମୋ ପାଖକୁ ଆସିଲା। ମୁଁ ତାକୁ କହିଲି, କ'ଣ ଆଜି ଆକାଶରୁ ବିଜୁଳି ଖସେଇବାର ଇଚ୍ଛା ଅଛି ନା କ'ଣ? ସେ ହସି ଉଠି କହିଲା, ସବୁ ତମ ପାଇଁ ଭେଣେଇ ଭାଇ। ମୁଁ ତାକୁ କହିଲି, କେଉଁଆଡ଼େ ଟିକେ ବୁଲିବାକୁ ଚାଲ। ସେ କହିଲା, ହଁ ଚାଲ। ପୁଣି ମୁଁ ତାକୁ ପଚାରିଲି, ସ୍କୁଲ? ସେ କହିଲା, ସ୍କୁଲରୁ ମୁଁ ଆଜି ଛୁଟି ନେଇଯାଇଛି। ମୁଁ ମନେ ମନେ ଭାବିଲି, ଆଜି ତୋ ସହ ଓଏସ୍ କରିବାର ଅଛି। ଆଉ ତା ଆଡ଼କୁ ମୁହଁ କରିକି ହସିଦେଲି, ଆଉ ସେ ବି ହସିଲା। କିଛି ସମୟ ଭିତରେ ଆମେ ପାର୍କରେ ପହଞ୍ଚିଗଲୁ। ସେତେବେଳେ ସମୟ 10ଟା ହୋଇଥିଲା। ଆମେ ଗପସପ କରିବାକୁ ଲାଗିଲୁ। ହସ ମଜାରୁ ଧୀରେ ଧୀରେ ସୁନ୍ଦର ରୋମାଣ୍ଟିକ କଥା ହେଲୁ। ମୁଁ ତାକୁ କହିଲି, ତମକୁ ଯେବେ ବି ଦେଖୁଛି ଇଚ୍ଛା ହୁଏ ସାରା ଜୀବନ ପାଇଁ ଧରି ରଖି ପ୍ରେମ କରିବାକୁ। ତମେ ଗୋଟେ ଦିନ ମୋର ସ୍ତ୍ରୀ ହୋଇପାରିବ? ସେ କହିଲା, ମୋର ତମକୁ ଦେଖି ଏମିତି ଇଚ୍ଛା ସବୁ ହୁଏ। ହଉ ଠିକ୍ ଅଛି, ଆଜି ପାଇଁ ମୁଁ ତୁମର ସ୍ତ୍ରୀ ହୋଇଗଲି। ସେ କହିଲା, ସେଦିନ ଘରୁ ବାହାରକୁ ମୁଁ ଏଥିପାଇଁ ଚାସିଥିଲି। ମୁଁ ଭାବିଲି ମଉକାକୁ ହାତଛଡ଼ା କରିଦେଲି। ମୁଁ କହିଲି, ତାହେଲେ ଆଜି ତମ ଇଚ୍ଛାକୁ ପୂରା କରିନିଅ। ସେ ହସିଦେଲା ଓ ଛାତିକୁ ଟିକେ ଟେକିକି କହିଲା, କେମିତି?
ମୁଁ ତା ହାତ ଦୁଇଟାକୁ ଧରିକି କହିଲି, ହୋଟେଲ ଯିବା, ସବୁ ସେଇଠି ହୋଇଯିବ। ସେଠୁ ସେ କହିଲା, ଯଦି କିଏ ଦେଖିନେବ? ମୁଁ କହିଲି, ସେଠି ଆମକୁ କିଏ ଚିହ୍ନିଛି? ମୁଁ ଆଗରୁ ଅନଲାଇନ୍ ରୁମ୍ ବୁକ୍ କରିକି ରଖିଛି। ସେ କହିଲା, ଏମିତି କ'ଣ ପାଇଁ? ମୁଁ କହିଲି, ମୁଁ ଜାଣିଥିଲି ଆଜି କିଛି ନା କିଛି ନିଶ୍ଚୟ ଘଟିବ। ତାପରେ ଆମେ ଦୁଇଜଣ ହୋଟେଲକୁ ଗଲୁ। ମୁଁ ଖାଇବା ପାଇଁ କିଛି ଅର୍ଡ଼ର କଲି। ଖାଇସାରି ମୁଁ ତା ପାଖକୁ ଲାଗିକି ବସିଲି। ତାକୁ ଗେଲ କରିବାକୁ ଲାଗିଲି। ସେ ବି ମୋତେ ସହଯୋଗ କଲା। ମୁଁ ତାର ମୋଟା ମୋଟା ବଡ଼ ବଡ଼ ଗୋଲ ଗୋଲ ଛାତିକୁ କପଡ଼ା ଉପରୁ ଦଳିବାକୁ ଲାଗିଲି। ତାକୁ ବି ଭାରି ମଜା ଲାଗିଲା। ସେ ମୋତେ ଜୋରରେ ଜାବୁଡ଼ି ଧରି ମୋତେ କାମୁଡ଼ି ପକାଇଲା। ତାପରେ ମୁଁ ତାର ଖୋଲିଦେଲି। ତାକୁ ଶୁଆଇ ଦେଇ ତା ଉପରେ ଚଢ଼ିଗଲି। ତାକୁ ଗେଲ କରୁଥିଲି ଏବଂ ଅନ୍ୟ ହାତରେ ତା ଛାତି ପାଖର କପଡ଼ାକୁ ହଟାଉଥିଲି। ତାପରେ କପଡ଼ାକୁ ହଟାଇବାରୁ ତାର ଛାତି ଭଲ ଭାବରେ ଦେଖାଗଲା। ପୁରା ଗୋଲ ଗୋଲ ବିଶାଳକାୟ ଛାତି। ଛାତି ଦୁଇଟା କପଡ଼ା ଭିତରେ ବିଧ୍ୱଂସକାରୀ ବୋମା ପରି ଲାଗୁଥିଲା। ମୁଁ ତାର ସେଇ କପଡ଼ାକୁ ମୁକ୍ତ କରିଥିଲି। ଆଉ ତାପରେ ଛାତିକୁ ଦଳିବାକୁ ଲାଗିଲି। ତାର ଅଙ୍ଗୁର ପରି ଛାତିର ଭୁଣ୍ଡି ଟାଣ ହେବାରେ ଲାଗିଲା। ମୋ ଶାଳୀର 6 ମାସର ପିଲା ଥିଲା, ଯେଉଁଥିପାଇଁ ତା ଛାତିରୁ କ୍ଷୀର ବାହାରୁଥିଲା। ମୁଁ ଯେତେବେଳେ ତା ଛାତିକୁ ଜୋରରେ ଦଳିଲି, ସେ ଚିହିକି ଉଠିଲା ଆଉ କହିଲା, ଜିଜୁ, ଭଲରେ ମୋ ଛାତିକୁ ଚାଟ, ଚୁଚୁମି ଚୁଚୁମି ମୋର ସବୁ କ୍ଷୀରକୁ ପିଇଦିଅ। ମୁଁ ତା କଥା ଶୁଣି ଜୋଶରେ ଆସିଗଲି। ଗୋଟେ ଛାତିକୁ ପାଟିରେ ପୁରେଇଲି ଆଉ ଫୁଲ ଦମରେ ଖାଇବାକୁ ଲାଗିଲି। ସେ କାମନା ନିଆଁରେ ଜଳି ଉଠି ଖାଲି ଚିଲେଇ ଉଠୁଥାଏ। ତା ଛାତିରୁ ମୁଁ ସବୁ କ୍ଷୀରକୁ ପିଇଦେଲି। ତାର ଛାତି ଅମୃତଠୁ ଅଧିକ ମଧୁର ଲାଗୁଥିଲା। ସେ କହିଲା, ଜିଜୁ, ଏମିତି ମୋର ଛାତିକୁ ଚାଟି ଚାଲ, ମୋତେ ଭାରି ମଜା ଲାଗୁଛି। ଏମିତି ଭାବରେ ମୁଁ ତା ଛାତିକୁ 15ରୁ 20 ମିନିଟ୍ ଖାଇଲା ପରେ ତା ଗାତରୁ ପାଣି ବାହାରି ପଡ଼ିଲା। ତାର ଗାତ ପାଣି ଛାଡ଼ିଲା ପରେ ସେ ମୋର ବାଡ଼ିକୁ ହଠାତ୍ ଧରି ପକାଇଲା। ସେତେବେଳେ ମୋର ବାଡ଼ି ପୁରା ଠିଆ ହୋଇକି ଥିଲା। ସେ ଅବସ୍ଥାରେ ଯଥେଷ୍ଟ ବଡ଼ ଥିଲା। ତାପରେ ମୁଁ ମୋର ଖୋଲିଲି। ମୋର ବାଡ଼ିକୁ ନେଇ ତା ହାତରେ ଧରି ଦେଇ କହିଲି, କ'ଣ ସାଲି ମ୍ୟାଡ଼ାମ୍, ୟାକୁ ନେବା ପାଇଁ ମନ ସ୍ଥିର କରିଛ କି ନାହିଁ? ସେ କହିଲା, ୟା ପାଇଁ ତ ଆଜି ସଜ ହୋଇକି ଆସିଛି ଜିଜୁ। ମୁଁ କହିଲି, ଆଉ ଡେରି କାହିଁକି, ଖାଇବା ଆରମ୍ଭ କର। ସେ କହିଲା, ତମର ଏତେ ବଡ଼ ବାଡ଼ି ମୋ ପାଟିରେ ପଶିବ ନାହିଁ। ମୁଁ କହିଲି, ଖାଅ, ଯେତିକି ଧରିବ ସେତିକି ଖାଅ, ତାପରେ ଦେଖିବ ସେ ତାର ନିଜ ଜାଗା ନିଜେ ବନେଇଦେବ। ତାପରେ ସେ ଖଟରୁ ଉଠି ପଡ଼ିଲା ଆଉ ମୋର ବାଡ଼ିକୁ ଖାଇବାକୁ ଲାଗିଲା। ସେ ମୋର ବାଡ଼ିକୁ ଏମିତି ଖାଉଥିଲା ସତେ ଯେମିତି ଗୋଟେ ବଡ଼ ଖରାପ ସ୍ତ୍ରୀ ଲୋକ ଖାଉଛି। ମୁଁ ତାକୁ ପଚାରିଲି, ତମେ ଆଗରୁ କାହାର ବାଡ଼ି ଖାଇଛ? ସେ କହିଲା, ହଁ, ବେଳେବେଳେ ତାଙ୍କର ବାଡ଼ିକୁ ମୁଁ ଖାଇଦିଏ, କିନ୍ତୁ ମଜା ଆସେନି। ମୁଁ କହିଲି, ଆଜି ମଜା ଲାଗୁଛି ନା? ସେ କହିଲା, ମୋର 1 ଦିନର ପତିଦେବ, ସେଥିପାଇଁ ଲଲିପପ୍ ଭଳିଆ ଖାଉଛି। ମୋର ବାଡ଼ି ଏମିତି ଖାଉଥିଲା। ମୁଁ ଚିଲେଇ ଉଠୁଥିଲି। ମୋର ଦେହ ଥରିବାରେ ଲାଗିଲା। ମୁଁ ତାକୁ କହିଲି, ମୋର ବାହାରିବ। ସେ ମୋର ବାଡ଼ିକୁ ଆହୁରି ଜୋରରେ ଖାଇଲା ଆଉ ଶେଷରେ ମୋର ସବୁ ବାଡ଼ିର ରସକୁ ତା ପାଟିରେ ମୁଁ ଛାଡ଼ିଲି। ସେ ମୋର ସବୁ ଗରମ ଗରମ ପାଣିକୁ ପିଇ ପକାଇଲା। କିଛି ସମୟ ଆମେ ଶୋଇବାରେ ପୁଣି ଆମେ ଖେଳ ଆରମ୍ଭ କଲୁ ଆଉ ମୁଁ ତାର ଗାତକୁ ଚାଟିବାକୁ ଲାଗିଲି। କିନ୍ତୁ ପୁଣି ମୁଁ ମୋର ବାଡ଼ିକୁ ନେଇ ତାର ମୁହଁରେ ଦେଲି। ଆମେ 69 ଆସନରେ ଆମେ ଜଣେ ଜଣଙ୍କର ଚାଟିବାକୁ ଲାଗିଲୁ। କିଛି ସମୟ ପରେ ସେ କହିଲା, ଜିଜୁ, ଏବେ ତମର ସେଇଟାକୁ ମୋ ଗାତ ଭିତରେ ପୁରାଅ। ଅନେକ ସମୟ ହେଲାଣି ମୋର ଗାତ ତମର ବାଡ଼ି ପାଇଁ ବ୍ୟାକୁଳ ହେଉଛି। ତାପରେ ମୁଁ ତାକୁ ଖଟରେ ଶୁଆଇଦେଲି ଏବଂ ତାର ଜଙ୍ଘ ମଝିକୁ ଯାଇ ତାର ଗାତରେ ମୋର ବାଡ଼ିକୁ ସେଟ୍ କରି ପଚାରିଲି, ତମେ କେତେ ଦିନ ହେଲା ସୁଖ ପାଇନାହଁ? ସେ କହିଲା, 2 ମାସ ହେଲାଣି ମୁଁ ଜମାରୁ ଦେହ ସୁଖ ପାଇନାହିଁ। ଆଜି ମୋତେ ଭଲ କରି ଶାନ୍ତି କର। ବହୁତ ଦିନ ହେଲା ଚାହୁଁଥିଲି କି ତମଠୁ ଟିକେ ସୁଖ ପାଇବା ପାଇଁ। ମୁଁ କହିଲି, ଶାଳୀ, ତୋର ଯଦି ମୋଠୁ ସୁଖ ପାଇବାକୁ ଏତେ ମନ ଥିଲା, ଆଗରୁ କ'ଣ ପାଇଁ କହୁନଥିଲୁ? ମୁଁ ବି କେବେଠୁ ଏଇ କଥା ଚାହୁଁଥିଲି। ତାପରେ ମୁଁ ମୋର ବାଡ଼ିକୁ ନେଇ ତା ଗାତ ଭିତରେ ପୁରେଇଲି। ତାକୁ ହାଲକା କଷ୍ଟ ଲାଗିଲା, କାରଣ ସେ ବହୁତ ଦିନ ହେଲା ସୁଖ ପାଇନଥିଲା। ତାପରେ ମୁଁ ତାକୁ ଗେଲ କରିବା ସହ ଆଉ ଏକ ଧୋକା ଦେଲି। ସେଇ ଧୋକାରେ ମୋର ପୁରା ବାଡ଼ି ତା ଭିତରକୁ ଚାଲିଗଲା। ଯେତେବେଳେ ମୁଁ ତାର ଗାତକୁ ଧୋକା ମାରୁଥିଲି ଆଉ ଛାତିରୁ କ୍ଷୀର ବାହାରି ଆସୁଥିଲା, ସେଥିଲାଗି ତାର ଛାତି ଦୁଇଟା ପୁରା କ୍ଷୀରରେ ଭିଜି ଯାଇଥିଲା।
ସତେ ଯେମିତି ସେ ଏବେ ଏବେ କ୍ଷୀର ସମୁଦ୍ରରେ ଗାଧୋଇକି ଆସିଛି। ସେ ବି ତାର ପଛକୁ ଟେକି ଟେକି ମଜା ନେଉଥିଲା ଆଉ ଜୋର ଜୋର ଚିଲେଇକି କହୁଥିଲା, ଆହୁରି ଜୋରରେ କର, ଯାଇକି ଜୋରରେ କଲେ ମୋର ଆଜି ଥଣ୍ଡା ହେବ। ତାପରେ ମୁଁ ବି ତାକୁ ବହୁତ ଖରାପ କଥା କହିଲି ଆଉ କହିଲି, ତୋ ସ୍ୱାମୀ ତୋତେ କରିପାରୁନି କି, ଯେଉଁଥିପାଇଁ ତୁ ମୋ ଠାରୁ ସୁଖ ପାଉଛୁ। ସେ କହିଲା କରୁଛନ୍ତି, ହେଲେ ଏମିତି ମଜା ଦେଇପାରୁନାହାନ୍ତି। ଶଳାର ଜଲ୍ଦି ମାଲ ଆଉଟ୍ ହୋଇଯାଉଛି ଆଉ ମୁଁ ଭୋକିଲା ରହିଯାଉଛି। ତା କଥା ଶୁଣି ମୁଁ ତାକୁ ଆହୁରି ଜୋରଦାର କରି ତା ଉପରେ ଶୋଇ ତାର ଛାତିକୁ ପାଟିରେ ପୂରେଇ କ୍ଷୀର ପିଇବାକୁ ଲାଗିଲି। ତଳେ ବି ମୁଁ ତା ଗାତକୁ କରି ଚାଲିଥିଲି। ଏହି ସମୟ ଭିତରେ ସେ 2 ଥର ପାଣି ଛାଡ଼ି ସାରିଥିଲା ଆଉ ମୁଁ ତାକୁ ଏବେ ବି କରୁଥାଏ। ପାଖାପାଖି 20 ମିନିଟ୍ ପରେ ମୁଁ ମୋର ସବୁ ପାଣିକୁ ତା ଗାତ ଭିତରେ ଛାଡ଼ି ଦେଇ ତା ଉପରେ ଶୋଇପଡ଼ିଲି। କିଛି ସମୟ ପରେ ଆମେ 2 ଜଣ ଗାଧୁଆ ଘରକୁ ଗଲୁ ଆଉ ସେଠି ବି ତାକୁ ଜମେଇକି ମୁଁ କରିଲି। ସେଦିନ ଆମେ ପୁଣି ଆହୁରି 2 ଥର କରାକରି ହେଲୁ ଆଉ ମୁଁ ତାକୁ 3ଟା ବେଳେ ତା ଘରଠାରୁ କିଛି ବାଟ ଦୂରରେ ଛାଡ଼ିଦେଲି ଆଉ ସେ ତା ଘରକୁ ଚାଲିଗଲା। ସନ୍ଧ୍ୟାବେଳେ ତାର ମେସେଜ ଆସିଲା, ଆଜିର ଦିନ ବହୁତ ଭଲରେ କଟିଲା। ମୁଁ ତାର ରିପ୍ଲାଏ ଦେଲି, କହିଲି, ତମେ ହିଁ ମୋର ସୁଖକୁ, ମୋ ସ୍ୱପ୍ନକୁ ଆଜି ପୂରଣ କରିପାରିଛ। ତାପରେ ସେ ମୋତେ ଟିକେ ଗେଲ କରିକି କହିଲା, ମୁଁ ବି ତାକୁ ଟିକେ ରୋମାଣ୍ଟିକ ବାଲା ଇମୋଜି ପଠେଇଲି। ତାପରେ ମୁଁ କହିଲି, ଏମିତି ଆହୁରି ଭଲ ଦିନ ଆଗକୁ ବି ଆସିବ ଯଦି ତମେ ଚାହିଁବ। ସେ ଉତ୍ତରରେ କହିଲା, ହଁ ନିଶ୍ଚିତ ମୌକା ମିଳିଲେ ଜରୁର ଯିବି। ତ ଦର୍ଶକ ବନ୍ଧୁ, ଏହି ଥିଲା କାହାଣୀଟି କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାଇବେ। କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଏହା କେବଳ 18 ବୟସରୁ ଊର୍ଦ୍ଧ୍ୱ ପିଲାମାନଙ୍କ ପାଇଁ ଅଟେ। ଦୟାକରି ଛୋଟ ପିଲାମାନେ ଏହି ଭିଡ଼ିଓକୁ ଜମାରୁ ଦେଖନ୍ତୁ ନାହିଁ। ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୋଇନାହାନ୍ତି ତାହେଲେ ଟେଲିଗ୍ରାମକୁ ଯାଇ ସର୍ଚ୍ଚ କରନ୍ତୁ ଓଡ଼ିଆ ଷ୍ଟୋରି ଅଙ୍କିତ 0। ଆଉ ଆପଣମାନଙ୍କର ଯଦି କାହାଣୀ ଆମ ପାଖକୁ ପଠାଇବାକୁ ଚାହୁଁଛନ୍ତି ତାହେଲେ ଟେଲିଗ୍ରାମରେ ଯାଇ ଆମକୁ ମେସେଜ କରନ୍ତୁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।